ଓଡ଼ିଶାର ଏକ ସୁନ୍ଦର ଗାଁରେ ଦୁଇଟି ପରିବାର ରହୁଥିଲେ। ଗୋଟିଏ ରହୁଥିଲେ ଧନୀ ଘର ଆଉ ଗୋଟିଏ ଗରିବ ପରିବାର। ଧନୀ ଘର ଲୋକ ଥିଲେ ଜମିଦାର ଘର ଆଉ ଗରିବ ଲୋକଟି ଥିଲା ଦିନ ମଜୁରିଆ ଗୋପାଳ। ଦୁଇ ପରିବାର ଗୋଟିଏ ଗାଁରେ ରହୁଥିଲେ, କିନ୍ତୁ ସେମାନଙ୍କର ଜୀବନଶୈଳୀ ଆକାଶ ପାତାଳ ଫରକ ଥିଲା। ରଜ ପର୍ବ ଆସିବାକୁ ଆଉ ମାତ୍ର କିଛି ଦିନ ଥିଲା। ଗାଁର ଝିଅମାନେ ଦୋଳି ବାନ୍ଧୁଥିଲେ, ଘର ଅଗଣା ଲିପା ପୋଛା ହେଉଥିଲା ଏବଂ ସବୁଠି ରଜ ମହୋତ୍ସବ ଦେଖାଯାଉଥିଲା। ରଘୁନାଥ ବାବୁଙ୍କ ଘରେ ରଜ ପାଇଁ ବଡ଼ ପ୍ରସ୍ତୁତି ଚାଲିଥାଏ। ନୂଆ ପୋଷାକ, ପୋଡ଼ପିଠା, ଚକୁଳି, ମଣ୍ଡା, ଆରିସା, କାକରା ଓ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ ହେଉଥିଲା। ତାଙ୍କ ଝିଅ ରାଣୀ ପାଇଁ ସହରରୁ ଦାମୀ ପୋଷାକ ଆସିଥିଲା। ଘର ଆଗରେ ଏକ ବଡ଼ ଦୋଳି ବନ୍ଧା ଯାଇଥିଲା। ଅନ୍ୟପଟେ ଗୋପାଳଙ୍କ ଘରେ ଦୁଃଖର ପରିବେଶ ଥିଲା। କିଛି ଦିନ ହେଲା କାମ ନ ମିଳିବାରୁ ତାଙ୍କ ପାଖରେ ଟଙ୍କା ନଥିଲା। ତାଙ୍କ ଝିଅ ମୀନା ରଜ ପାଇଁ ନୂଆ ଜାମା ପିନ୍ଧିବାର ସ୍ୱପ୍ନ ଦେଖୁଥିଲା, କିନ୍ତୁ ବାପାଙ୍କ ଅବସ୍ଥା ଦେଖି ସେ କିଛି କହୁନଥିଲା। ରଜର ପ୍ରଥମ ଦିନ ସକାଳେ ମୀନା ତା'ର ପୁରୁଣା ଫ୍ରକ୍ ପିନ୍ଧି ଘର ବାହାରେ ବସିଥିଲା। ଦୂରରୁ ସେ ଗାଁର ଝିଅମାନଙ୍କୁ ନୂଆ ଜାମା ପିନ୍ଧି ଦୋଳି ଖେଳୁଥିବାର ଦେଖିଥିଲା। ତା'ର ଆଖିରେ ଲୁହ ଆସିଗଲା, କିନ୍ତୁ ସେ ଲୁହକୁ ନିଜ ଭିତରେ ଚାପିଦେଲା। ସେହି ସମୟରେ ରାଣୀ ସେଠାରେ ଯାଉଥିଲା। ସେ ମୀନାର ମନ ଖରାପ ଥିବା ଦେଖି ତାକୁ ପଚାରିଲା। ପ୍ରଥମେ ମୀନା କିଛି କହିଲା ନାହିଁ, କିନ୍ତୁ ପରେ ସେ ସବୁ ସତ କଥା କହିଲା। ରାଣୀ ଘରକୁ ଫେରି ସବୁ କଥା ତା'ର ମାଆଙ୍କୁ କହିଲା। ତା ମାଆ ମଧ୍ୟ ବହୁତ ଦୟାଳୁ ଥିଲେ। ସେ କହିଲେ, ରଜ କେବଳ ନିଜ ଖୁସି ପାଇଁ ନୁହେଁ, ଅନ୍ୟକୁ ଖୁସି କରାଇବା ପାଇଁ ମଧ୍ୟ ରଜ ପାଳନ କରାଯାଇଥାଏ। ସେମାନେ ମୀନା ପାଇଁ ଏକ ନୂଆ ପୋଷାକ, ଚପଲ ଓ କିଛି ପିଠା ନେଇ ତାଙ୍କ ଘରକୁ ଆସିଲେ। ଏହା ଦେଖି ଗୋପାଳ ଓ ତାଙ୍କ ସ୍ତ୍ରୀଙ୍କ ଆଖିରେ ଲୁହ ଆସିଗଲା। ସେମାନେ କହିଲେ, ଆମେ ଗରିବ ହୋଇପାରୁ, କିନ୍ତୁ ଆଜି ଆପଣଙ୍କ ଭଲ ପାଇବା ଆମକୁ ଧନୀ କରିଦେଇଛି। ମୀନା ନୂଆ ଜାମା ପିନ୍ଧି ବହୁତ ଖୁସି ହେଲା। ସେ ରାଣୀ ସହ ଦୋଳି ଖେଳିବାକୁ ଗଲା। ଦୁହେଁ ମିଶି ଗୀତ ଗାଇଲେ, ପିଠା ଖାଇଲେ ଓ ରଜର ଆନନ୍ଦ ଉପଭୋଗ କଲେ। ପରଦିନ ଗୋପାଳଙ୍କ ସ୍ତ୍ରୀ ନିଜ ହାତରେ ତିଆରି କରିଥିବା କିଛି ଆରିସା ପିଠା ରାଣୀଙ୍କ ଘରକୁ ନେଲା। ସେ କହିଲେ, ଆମ ପାଖରେ ଦେବାକୁ ବେଶୀ କିଛି ନାହିଁ, କିନ୍ତୁ ଏହା ଆମର ଭଲ ପାଇବା। ରଘୁନାଥ ବାବୁ ହସିକି କହିଲେ, ଏହି ଆରିସା ପିଠା ଆମ ପାଇଁ ସୁନାଠାରୁ ମଧ୍ୟ ମୂଲ୍ୟବାନ, କାରଣ ଏଥିରେ ସ୍ନେହ ଓ ସମ୍ମାନ ରହିଛି। ସେହି ବର୍ଷର ରଜ ପର୍ବ ଗାଁର ଏକ ଉଦାହରଣ ହୋଇ ରହିଗଲା। ଲୋକମାନେ ବୁଝିଲେ ଯେ ଧନୀ ହେବା ମାନେ କେବଳ ଟଙ୍କା ଥିବା ନୁହେଁ, ଯାହାର ହୃଦୟରୁ ଦୟା, ପ୍ରେମ ଓ ସହାନୁଭୂତି ଅଛି, ସେ ହେଉଛି ପ୍ରକୃତରେ ଧନୀ। ସେହି ଦିନଠାରୁ ଗାଁରେ ପ୍ରତ୍ୟେକ ରଜ ପର୍ବରେ ଧନୀ ଓ ଗରିବ ସମସ୍ତେ ଏକାଠି ହୋଇ ଉତ୍ସବ ପାଳନ କରନ୍ତି, କାରଣ ସେମାନେ ଶିଖିଥିଲେ ଯେ ରଜର ପ୍ରକୃତ ଆନନ୍ଦ ଏକାଠି ହସିବା, ଖୁସି ବାଣ୍ଟିବା ଓ ପରସ୍ପରକୁ ଭଲ ପାଇବାରେ ଖୁସି ଅଛି। ତ ଆପଣମାନେ ଏହି କାହାଣୀରୁ ଶିଖିଲେ ଯେ ଧନ ସମ୍ପତ୍ତି ନୁହେଁ, ମାନବିକତା ହିଁ ମଣିଷକୁ ସବୁଠୁ ବଡ଼ ଧନ ସମ୍ପଦ ଦେଇଥାଏ।